एक्चुअली मोर इंडस्ट्री आसे वर्षे है तो वर्ष भितर मतलब झुमर तो झुमको आसी झुमर तो झुमको आसी तले सी मते फर्स्ट चांस देथिबे कोठी तंकर जो एक्सक्यूज मी कोथरे एक्सक्यूज मी जो तंकर जा को सत्ता करे अच्छा तो से जो देथिबे से मते बारंबार डाकन बारंबार मो कौन करे ना मु एकुटे के जाए डरी अच्छा कहीं ना मु सुनी की पप्पू मिंदी झील जत्रा गई ସେଥିପାଇଁ ମୁଁ ଟୋଟାଲି ମୁଁ ଯାଏନି ତାଙ୍କ ପାଖକୁ। କଣ ସବୁ କଣ ପପୁ କଣ କରନ୍ତି କଣ ଡାକି ତାଙ୍କ ଫିଜିକାଲ ରିଲେସନ ରଖନ୍ତି ନା ଆଉ କିଛି ହାରାସ ବି କରନ୍ତି? ଫିଜିକାଲ ରିଲେସନ ରଖନ୍ତି କହନ୍ତି ହୋଟେଲକୁ ଚାଲ ନହେଲେ ତୁ ବଡ ବଡ ଯୋଉ ଷ୍ଟେଜ ପ୍ରୋଗ୍ରାମକୁ ଚାଲ ନଗଲେ ଆଉ ତମେ କେମିତି ଇଣ୍ଡଷ୍ଟ୍ରିରେ କାମ କରି ମୁଁ ଦେଖିବି। ମତେ ସେ କୁହନ୍ତି ଫିଲ୍ମ କରେ ଯଦି ତୁ ଫିଲ୍ମ କରିବୁ ଭଲ କ୍ୟାରେକ୍ଟର କରିବୁ ଆଉ କିନ୍ତୁ ଗୋଟେ ରାତି ରହିବାକୁ ପଡିବ। ମୁଁ କହିଲି ମୁଁ ସବୁବେଳେ ମନା କରେ ମୁଁ ଯିବିନି ତେଣୁ ତାଙ୍କ ସହିତ ମୋର ବେଶୀ ଝଗଡା ଏବେ ମାନେ ଯେବେ ବି ଦେଖା ହୁଏ ସେ କଥା ହୁଅନ୍ତି କିନ୍ତୁ ମୁଁ ତାଙ୍କ ସହିତ ଏତେ ଭଲସେ ମିଶେନି କଥାବାର୍ତ୍ତା ହୁଏନି। ଆପଣଙ୍କୁ ସବୁବେଳେ କହନ୍ତି ଗୋଟେ ରାତି ମୋ ସହିତ ରହିବାକୁ ପଡିବ। ହଁ ରହିଲେ କଣ କରିବେ ଆପଣଙ୍କୁ କଣ ସୁଯୋଗ ଦେବାକୁ ରହିଲେ ସେ ମତେ ଆକ୍ଟିଂ କରେ ମାନେ ଆକ୍ଟିଂ କୁ ଆଉ ଚାନ୍ସ ଦେବେ ତାଙ୍କର ଯୋଉ ଫିଲ୍ମ ସବୁ ଆସୁଛି ସେ ଚାନ୍ସ ଦେବେ ମାନେ ମତେ ସେ ଚାନ୍ସ ଦେବା ଦରକାର ନାହିଁ କିନା ମୁଁ ମୋ ବଳରେ ମୁଁ କାମ କରିବି ମତେ ଯୋଉଠି ଭଲ ଲାଗିବ ଯୋଉଟା ଯୋଉ ଡାଇରେକ୍ଟର ଯୋଉଟା ସେଇଠି ଭଲ ଲାଗିବ ମୁଁ ସେଇଠି କାମ କରିବି ମୁଁ କହିଲି କହିଥିଲି ତମ ଇଏରେ କାମ କରିବି ନା ମୁଁ କହିଥିଲି। କେବେ ଆପଣଙ୍କୁ ଟଚ୍ କରିବା ଆପଣଙ୍କ ବଡିକୁ ଟଚ୍ କରିବା କି ଖରାପ ଇଙ୍ଗିତ ଅଶ୍ଳୀଳ ଆପଣଙ୍କ ସହିତ ନାଇଁ ସେଇଟା ମୁଁ ତାଙ୍କ ପାଖକୁ କେବେ ଯାଇନି ନା ମୁଁ ଖାଲି କାରରେ ବସିକି ସେ ଯାଉଥିଲି ସେତେବେଳେ ସେ ଗୋଟେ ମାନେ ଟଚ୍ କରିବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ମୁଁ ଯେହେତୁ ଆଭଏଡ୍ କଲି ବହୁତ ଆଭଏଡ୍ କଲି ରାସ୍ତାରେ ମୁଁ କହିଲି ତମେ ସେମିତି କରିବ ମୁଁ କାରରୁ ଓହ୍ଲେଇ ପଡିବି ତ ସେଥିପାଇଁ ସେ ଆଉ କିଛି କଲେନି। ଆପଣ ପପନ ଯାହା ଚାହୁଁଥିଲେ ଆପଣ ଦେଇଥାନ୍ତେ ତାହେଲେ ଆପଣ ବି ଆଗକୁ ଆଜିକା ଡେଟରେ ଆଗକୁ ବଢି ପାରିଥାନ୍ତେ। ମୁଁ ଚାହୁଁନି କି ମୁଁ ବଦନାମ ହବା ପାଇଁ ମୁଁ ଚାହୁଁଛି ମୁଁ ଯେମିତି ସମସ୍ତେ ଆଗକୁ ଯାଉଛନ୍ତି ଯେମିତି ନାଁ କମଉଛନ୍ତି ମୁଁ ବି ସେମିତି ନାଁ କମେଇବାକୁ ଚାହୁଁଥିଲି ମୁଁ ବଦନାମ ହବାକୁ ହିଁ ଚାହୁଁଛି ପପୁ ପମ୍ପମ ପାଖରେ ଯିଏ ରହିବ ସେ ବଦନାମ ମୁଁ ସେଥିପାଇଁ ମୁଁ ଚାହିଁଲିନି କି ମୁଁ ତା ସହିତ ସେମିତି କରିକି ଆଗକୁ ବଢିବି ମୁଁ ମୋ ୱେରେ ବଢିଲି ଆଉ।